ଜୟ ଜଗନ୍ନାଥ ବନ୍ଧୁଗଣ, ଆଜି ହେଉଛି 11 ଜୁନ୍ 2025 ବୁଧବାର, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଏବଂ ବୃଷ 28 ଦିନ। ଆଜିର ସୂର୍ଯ୍ୟୋଦୟ ସମୟ ସକାଳ 5ଟା 6 ଏବଂ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6ଟା 26। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଆଜି ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ମହତ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 3। ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବୃଷ ରାଶି ବିଷୟରେ। ବୃଷ ରାଶି ଆଜି ସକାଳ 7ଟା 35 ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଓ ପରେ ଘାତ ଚନ୍ଦ୍ର ଯୋଗୁଁ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଜନଠାରୁ ଅପମାନ ପାଇବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ସନ୍ତାନମାନେ ବିଶୃଙ୍ଖଳିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୌତ୍ରିକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର କୃତ୍ତିକା ବୃଷ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 2। ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମିଥୁନ ରାଶି ବିଷୟରେ। ମିଥୁନ ରାଶି ଆଜି ସକାଳ 7ଟା 35 ପରେ ଚତୁର୍ଥ ଚନ୍ଦ୍ର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ବନ୍ଧୁବାନ୍ଧବରେ ଅପ୍ରିୟତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ଚାଲିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ଆଦ୍ରା ମିଥୁନ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 12। ଆଜି ଆପଣ ମା ତ୍ରିପୁର ସୁନ୍ଦରୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି ଆଜି ଘାତ ବାର ଏବଂ ସକାଳ 7ଟା 35 ପର୍ଯ୍ୟନ୍ତ ଘାତ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ବାଦ ବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର ବେଳେ ସତର୍କ ହେବେ। ଏହାପରେ ତୃତୀୟ ଚନ୍ଦ୍ର ଯୋଗୁଁ ଘାତ ବାରର ପ୍ରଭାବ ରହିବ ନାହିଁ। ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ଖବର ମିଳିପାରେ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ପୁନଃବସୁ ଓ ଅଶ୍ଳେଷା କର୍କଟ, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 1। ଆଜି ଆପଣ ମା ମାତଙ୍ଗୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ସିଂହ ରାଶି ବିଷୟରେ। ସିଂହ ରାଶି ଆଜି ଶ୍ରୀଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ରବିଙ୍କ ନକ୍ଷତ୍ର ସାରା ଦିନ ରହୁଥିବାରୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃଦ୍ ଧନ ଫେରି ପାଇବେ। ଆୟର ନୂତନ ମାର୍ଗ ଖୋଲିବ
ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ। ଯେଉଁମାନଙ୍କର ପୂର୍ବ ଫାଲ୍ଗୁନୀ ସିଂହ, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 6। ଆଜି ଆପଣ ମା ମାତଙ୍ଗୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କନ୍ୟା ରାଶି ବିଷୟରେ। କନ୍ୟା ରାଶି, ଆଜି ସକାଳ 7:35 ପରେ ଶ୍ରୀଚନ୍ଦ୍ର, ବୁଧବାର ଏବଂ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଶୀର୍ଷରେ ରହିବ। ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 4। ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ତୁଳା ରାଶି ବିଷୟରେ। ତୁଳା ରାଶି, ଆଜି ସକାଳ 7:35 ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ସ୍ୱାତି ତୁଳା, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 12। ଆଜି ଆପଣ ପ୍ରଭୁ ଶ୍ରୀରାମଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବିଛା ରାଶି ବିଷୟରେ। ବିଛା ରାଶି, ଆଜି ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ରବିଙ୍କ ନକ୍ଷତ୍ର ସାରା ଦିନ ରହୁଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ। ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠ ବିଛା, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 11। ଆଜି ଆପଣ ମା ବଗଳାମୁଖୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ଧନୁ ରାଶି ବିଷୟରେ। ଧନୁ ରାଶି, ଆଜି ନବମ ଓ ଦଶମ ଚନ୍ଦ୍ର ଏବଂ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। କର୍ମ ପ୍ରତି ଅଧିକ ଧ୍ୟାନ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। ଯେଉଁମାନଙ୍କର ପୂର୍ବ ଆଷାଢ଼ ଧନୁ, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 5। ଆଜି ଆପଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମକର ରାଶି ବିଷୟରେ। ମକର ରାଶି, ଆଜି ସକାଳ 7:35 ପର୍ଯ୍ୟନ୍ତ ଘାତ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ଯେକୌଣସି କର୍ମ କରିବା ପୂର୍ବରୁ ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଏହାପରେ ନବମ ଚନ୍ଦ୍ର
ନବମୀ ତିଥି ଯୋଗୁଁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ପିତାମାତାଙ୍କ କୃପା ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ କଳା, ଶୁଭ ସଂଖ୍ୟା 6। ଆଜି ଆପଣ ମା କାଳୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କୁମ୍ଭ ରାଶି ବିଷୟରେ। କୁମ୍ଭ ରାଶି ଆଜି ସକାଳ 7:35 ପରେ ଅଷ୍ଟମ ଚନ୍ଦ୍ର ଯୋଗୁଁ ମନରେ ବିରକ୍ତି ଭାବ ଓ ଚିଡ଼ଚିଡ଼ାପଣ ପ୍ରକାଶ ପାଇବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମାଟିଆ, ଶୁଭ ସଂଖ୍ୟା 11। ଆଜି ଆପଣ ମା ଭୈରବୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଶେଷରେ ଜାଣିବା ମୀନ ରାଶି ବିଷୟରେ। ମୀନ ରାଶି ଆଜି ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ରବି ନକ୍ଷତ୍ର ରାତ୍ରି 3:35 ପର୍ଯ୍ୟନ୍ତ ରହୁଥିବାରୁ ମାନ ସମ୍ମାନ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପୁତ୍ର, କନ୍ୟା, ଭାତୃଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ। ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖିନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦ, ମୌଜ ମଜଲିସରେ ଅଧିକ ଧନ ବ୍ୟୟ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 9। ଆଜି ଆପଣ ମା ଧୂମାବତୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଏମିତି ପ୍ରତ୍ୟେକ ଦିନ ରାଶିଫଳ ବିଷୟରେ ଜାଣିବା ପାଇଁ ବର୍ତ୍ତମାନ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ ପ୍ରେସ୍ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ନିଜ ପରିବାର, ବନ୍ଧୁବାନ୍ଧବକୁ ମଧ୍ୟ ସେୟାର କରିନିଅନ୍ତୁ। ଜୟ ଜଗନ୍ନାଥ। ନମସ୍କାର।